आज आलोचना करिया मीन शनि भोग 2.5 वर्ष। बहुत लोकंकर मध्य मालिका शास्त्र पर कौन अविश्वास मध्य आसे। ये मन रखित मालिका शास्त्र अक्षर अक्षर सत्य। तो ओडिया रे ढेक कहती चाली न जानी बाटर दोष बुझी। मालिका गवेषणा आम जान नथवा यार सियारू कहवा जब न हम से कौन मालिकार भूल आम गवेषणार भूल। हाँ कलिर अंतिम समय तो कलिर शेष समय आसो छंदी बांधिक अनेक कही महापुरुष कही बर्तमान तुम देखु तो छंदी बांधि कहना ठाकुर खाली बारी घर ठू सबुआड़े गात हो गले बुढ़ा ठू हड़ा पर्यटन सब गाँ ठाकुर हो ना ठाकुर जो दिन बाहर ये तो थे ना शंभु मन रखिता जुगे जुगे मनुष्य भय करे क्या पाप को धर्म गुड़ा हुए ना जो धर्म गुड़ा हुए तार कौन हुए विनाश हुए किंतु वर्तमान समय सब धर्म को आखिठार कि नहीं ये तम मान को आम कहूँ मन रख धर्म ही जुगे जुगे सत्य। धर्म बड़े सूर्य चंद्र हुंती आत धर्म थिबा सब चली धर्म बड़े मातृगर्भे शिशु जे संभूत धर्म बड़े ऋतुराज प्रवाह हुई धर्म बड़े समुद्र जे स्थलन लंघ जो धर्म ग्लानि हम एम सब कक्षित हो महापुरुष लेखा विगत हाराहारी 600 वर्ष भाव आम तो साधारण बाली रेणु आम जी गवेषणा करूँ आम कौ महापुरुष लेखा अक्षर अक्षर सत्य। मीन शनि ये जो आसंता मीन शनि पड़ुची 29 तारीख शनिवार शनिवार करिए बोली महापुरुष प्रमाण दे मत कहते गुरुवार पड़ो कोहिनी 5टा गुरुवार निकली जानिया कथा बर्तमान कौन मुकुंद देव अच्छा मुकुंद देव कौन रजा अच्छा दिव्य सिंह देव देखिए मुकुंद देवकर अंक जो पड़ो से मीन शनि गुरुवार पड़ू बर्तमान रजा किए दिव्य सिंह देव गुरुवार के पड़ो महापुरुष पड़ा 2टा मीन शनि कथा लिखी गोटा लिखी शनिवार आ गोटा लिखी गुरुवार गोटा लिखी 52 अंक आ गोटे लिखी 32 अंक बुझी ना आग शिवकल्प शास्त्र पर जापर कल्पखंड को आसवा कहले जेबे छायासुत रवि कुंभ घेनी मीनरे प्रवेश हेबे मेदिनी कंपिब नुहे भूमिकंप अलेखिया नाश जेबे छायासुत माने के शनि रवि आ कुंभ को घेनी मीनरे प्रवेश रवि की नहीं कि मीन को जीवे ताले से मास कौन हो मीन मास हो कारण ज्योतिष शास्त्र हिसाब से रवि जो गृह रुहती मासटा से मास भोग हुए कुंभ को घेनी कुंभटा कौन कुंभ बोलते माठिया
କୁମ୍ଭ ବୋଲେ ରାଶି ନକ୍ଷତ୍ରରେ ଗୋଟାଏ ରାଶି ବି କୁମ୍ଭ। ଯଦି ରବି ଶନି ଯେତେବେଳେ ମହାପୁରୁଷ କହୁଛନ୍ତି ମୀନ ରାଶିକି ଯିବେ ସେତେବେଳେ ହେଇଥିବ ମୀନ ମାସ, କାରଣ ରବି ଯିବେ ମୀନ। କୁମ୍ଭ ଫେରେ ଯିବ କେମିତି? ସେ ଅର୍ଥ କଣ? ଯୋଉ କୁମ୍ଭ ଶବ୍ଦଟା ଲେଖିଲେ ତା ଅର୍ଥ କଣ? ଦିଟା ଗ୍ରହ, ତାହେଲେ କୁମ୍ଭ ଗ୍ରହ କିଏ? ତମେ କହିବ କୁମ୍ଭ ରାଶିର ଗ୍ରହ ହେଲେ କିଏ? ଶନି। ସେ କହିଛନ୍ତି ଶନି ଚଳିବେ କାହାକୁ? ମୀନକୁ। ଫେରେ ରବି କି ସାଙ୍ଗରେ ନେଇଥିବେ, କୁମ୍ଭକୁ ସାଙ୍ଗରେ ନେଇଥିବେ। ତାହେଲେ ଏଠି କୁମ୍ଭ ଶବ୍ଦର ଅର୍ଥ କଣ? ସେଟା କ୍ୟାମେରାରେ କହିବିନି, ପଛରେ ତମକୁ କହିଦେବି। ତାହେଲେ ଯେତେବେଳେ ଛାୟାସୂତ ରବି କୁମ୍ଭ ଘେନି ମୀନର ପ୍ରବେଶ ହେବେ, ଯେତେବେଳେ ମୀନ ରାଶିକି ଯିବେ କିଏ? ସେ ଶନିଶ୍ଚର ମହାଗ୍ରହ। କୋଉ ମାସରେ? ଚୈତ୍ର ମାସରେ। ସେତେବେଳେ ହେଇଥିବ ଭୋଗ କରିଥିବ ଚୈତ୍ର ମାସ। ମେଦିନୀ କମ୍ପିବ, ନୁହେଁ ଭୂମିକମ୍ପ, ଅଲେଖିଆ ନାଶ ଯିବେ। ମେଦିନୀ କମ୍ପିବ ମାନେ ଭୂମି କହୁଛନ୍ତି ଭୂମିକମ୍ପ ହବ ନାହିଁ, ଅଲେଖିଆ ନାଶ ଯିବେ। ତା ମାନେ ଏଥିରୁ ଅନୁମେୟ ସଂସାରରେ ଗୋଟେ ଭୟଙ୍କର ଗୋଳ କଣ ଗୋଟେ ସୃଷ୍ଟି ହବ, ଯାହାଫଳରେ ବହୁତ ଲୋକଙ୍କର ବିନାଶ ଘଟିବ। ଭଣ୍ଡାର ଆବରି ପ୍ରଭୁ ରହିଥିବେ କଳାଗିରି ଯେଉଁଠାରେ। ଆଉ ଏତିକି ମନେ ରଖ, ତମକୁ କହୁଛି ପ୍ରଭୁ ଜନ୍ମ ହେବେ ବିରଜା କ୍ଷେତ୍ରରେ। ତିନିଟା ବିରଜା, ନୀଳାକଳ୍ପରେ ନେଇଛନ୍ତି ତିନି ବିରଜା, ବରାହ ବିରଜା, ଆଦି ବିରଜା, ବ୍ରହ୍ମ ବିରଜା। ହେଲା, ଜନ୍ମ ହେବେ ବିରଜା କ୍ଷେତ୍ରରେ, ବିରଜାଙ୍କ ପାଖରେ ବଢିବେ, ବିରଜାଙ୍କ ପାଖରେ ଲୀଳା କରିବେ, ବିରଜାଙ୍କ ପାଖରେ। ତାହେଲେ କୋଉ ବିରଜା ପାଖେ ଜନ୍ମ ହେବେ, କୋଉ ବିରଜା ପାଖେ ବଢିବେ, କୋଉ ବିରଜା ପାଖେ ଲୀଳା କରିବେ, ଇଏ ଗୋଟା ହଉଛି କଣ? ପ୍ରଶ୍ନବାଚକ। ସେ ଯାହା ହଉ, ଯେତେବେଳେ ଏଇ ଘଟଣା ସବୁ ଘଟିବ, ପ୍ରଭୁ ରହିଥିବେ କୋଉଠି? ଭଣ୍ଡାରିଆ ପଣେ ଦିନ ହରୁଥିବେ ପଦ୍ମ ପୋଖରୀର କୂଳେ। ଏଇ ଯୋଉ ପଦ୍ମ ପୋଖରୀ, ଏଇଟା ପୋଖରୀ ଭିତରେ ସେତେବେଳେ ପଦ୍ମ ନଥିବ। ମାନେ ସମସ୍ତେ ଭାବୁଥିବ କଣ, ସେତେବେଳେ ପ୍ରଭୁ ରହିଥିବ କଣ, ଗୋଟେ ପଦ୍ମ ପୋଖରୀ ହେଇଥିବ, ତାରି ପାଖରେ ଥିବେ। କାରଣ ଗୋଟେ ଲେଖାରେ ଲେଖିଛନ୍ତି ଅନେକ ଜାଗାରେ ବିରଜାଙ୍କ ପୂର୍ବ ଭାଗେ ପଦ୍ମ ପୋଖରୀ, ପୁଣି ଲେଖିଛନ୍ତି କଣ ପଶ୍ଚିମ ଭାଗେ ପଦ୍ମ ପୋଖରୀ। ଲେଖିନାହାନ୍ତି ନା? ଦିଟା କଥା ଲେଖିଛନ୍ତି। ଏଠି ଯୋଉ କଥା କହିଲେ ଯୋଉ ପଦ୍ମ ପୋଖରୀ, ଏ ଯୋଉ ପଦ୍ମ ପୋଖରୀ ମାନେ ପୋଖରୀଟା ହେଇଥିବ, ତା ଦେହରେ ପଦ୍ମ ଫୁଟିଥିବ, ଇଏ ସେ ବିଷୟ କହିନାହାନ୍ତି। ଇଏ ପଦ୍ମ ପୋଖରୀ କିଏ? ସେ ସ୍ୱତନ୍ତ୍ର ମହାପୁରୁଷ ଲେଖିଛନ୍ତି। ଆଉ ଭଣ୍ଡାର ଆବରି, ସେଠି ସବୁ ଯାକ ଜିନିଷ ଥିବ। ଯେତେବେଳେ ଗୋଳ ହବ, ପ୍ରଭୁ ସେଇ ଜାଗାରେ ବିଦ୍ୟମାନ କରିଥିବେ। କିଏ ସେ? ଏଠି ପ୍ରଭୁ। ପ୍ରଭୁ ବୋଲେ କିଏ? ସେଇ ଅଚ୍ୟୁତ ମହାପୁରୁଷ ତ, ଆଉ କିଏ? କାରଣ ଗୁରୁ ରୂପେ ଖେଳ କରୁଥିବେ ନା। ଇଏ ଏଇ କଥା ଏଠି କହିବେ, ସେଇ ଶିବକଳ୍ପ ଶାସ୍ତ୍ରରେ କହିବେ। କୋଉ ଦିନ ଏ ଘଟଣା ଘଟିବ, ଶନି କୋଉ ଦିନ ଚଳିବ? କୃତ୍ତିକା ରୋହିଣୀ ମାସରେ ମୀନ ଶନି ଯେତେବେଳେ, କୃତ୍ତିକା ରୋହିଣୀ ମାସରେ ଗୋଟେ ଅଙ୍କ ହିସାବ ବାହାରିବ, ସେଟା ବାହାରିବ ଶନିବାର। ବାହାରିବ କେତେ? ଶନିବାର। କୃତ୍ତିକା ରୋହିଣୀ ମାସରେ ମାନେ ଶନିବାରରେ ମୀନ ଶନି ଯେତେବେଳେ ଭୋଗ ହବ, ନଥିବ କାର ଜାତି କୂଳ, ଭୁଞ୍ଜିବେ ଗୋଟିଏ ପତ୍ରର, ସର୍ବେ ହୋଇବ ଅବଧୂତ, ବାନା ଉଡ଼ିବ ତ୍ରିଜଗତ। କି ସୁନ୍ଦର କଥା କହୁଛନ୍ତି। ତାହେଲେ ସେତେବେଳେ କଣ ସବୁ ଘଟଣା ଘଟିବ? ଆଗ ହୁଅ ସାବଧାନ, ଆତ୍ମଭକ୍ତି କର ଧ୍ୟାନ, ବିରଜା ସ୍ଥାନ ଛାଡ଼ିଯିବ, ଦ୍ରୌପଦୀ ଖପର ପଡ଼ିବ। ତାହେଲେ ମହାଭୟଙ୍କର ବିତିପାତର ଗୋଟେ ସମ୍ଭାବନା ଦେଖା ଦବ। ସେଠି କହିଲେ କଣ? ଚୈତ୍ର ମାସରେ ଶନି ଚଳିବେ। ଏଠି କହିଲେ କିବାରେ? ନା ଶନିବାର। ଏଇ ଶିବକଳ୍ପର ଏ କଥାକୁ ମହାପୁରୁଷ ସମାଧାନ କରିଦେଲେ। କୋଉଥିରେ? କଳ୍ପ ଖଣ୍ଡରେ। ଏଠି ଠାର ବାର କହିଦେଲେ।
ଏଠି ଖୋଲିକି ଲେଖିଦେଲେ କୋଉ ଅଙ୍କ ଫେରେ ହେଇଥିବ। ସେଠି କଣ କହିଲେ ଚୈତ୍ର ମାସ ଶନିବାର, ତାହେଲେ କୋଉ ଅଙ୍କ ହେଇଥିବ? କହନ୍ତି ଅଚ୍ୟୁତ ଶୁଣରେ ବୀର ଭାରତ ମଣ୍ଡଳେ ହେବ ସମର, ମୀନ ଶନି ଭୋଗ 2.5 ବର୍ଷ ଲଢାଇ ଲାଗିବ ଭାରତ ବର୍ଷ। କି ସୁନ୍ଦର କଥା କହିଲେ। ଅଚ୍ୟୁତ ରାମ କହୁଛନ୍ତି, ହେ ରାମ, ଭାରତରେ ଘୋର ସମର ହବ। ଭୂମିକମ୍ପ ନୁହଁ, ଯୋଉ ଗୋଳ କଥା କହିଛନ୍ତି ସେଠି। ମୀନ ଶନି ଭୋଗ 2.5 ବର୍ଷ, 2.5 ବର୍ଷ ମୀନ ଶନି ଭୋଗ କରିବ, ଲଢାଇ ଲାଗିବ ଭାରତ ବର୍ଷ। ସେତେବେଳେ ଭାରତରେ କଣ ହବ? ସମର ଲାଗିବ। ତାହେଲେ କୋଉ ଅଙ୍କରେ? ଠିକ ନା ଭୁଲ? ସେଠି ମାସ କହିଲେ, ଦିନ କହିଲେ, ଏଠି କୋଉ ବର୍ଷଟା ମଧ୍ୟ କହିବେ। ବାଣ ରେବବିଂଶ ଅଙ୍କ ପ୍ରମାଣ, ମୀନ ଶନି ଭୋଗ ଶନିବାରର। ଜୟ ଜଗନ୍ନାଥ। ବାଣ ବୋଲନ୍ତେ 5, ରେବ ବୋଲନ୍ତେ 27, ବିଂଶ ବୋଲନ୍ତେ 20, କେତେ ହେଲା? 52। କହିଲେ 52 ଅଙ୍କ ଯେତେବେଳେ ହବ, ମୀନ ଶନି ଶନିବାର ଭୋଗ କରିବ। ଗୋଳକୁଣ୍ଡା ହେବ ଭାରତ ଭୂଇଁ, ଥଳ କୂଳକାର ରହିବ ନାହିଁ। ଆଉ କେମିତି ମହାପୁରୁଷ ଲେଖିବେ? 52 ଅଙ୍କ ମହାପୁରୁଷ କହୁଛନ୍ତି, 52 ଅଙ୍କରେ ଯୋଉ ମୀନ ଶନି ଭୋଗ ହବ ଶନିବାର ଭୋଗ ଏବଂ ଚୈତ୍ର ମାସ ହେଲା। ଆଉ ମୁକୁନ୍ଦ ଦେବଙ୍କର 32 ଅଙ୍କରେ ଯୋଉ ମୀନ ଶନି ଭୋଗ ହବ ଗୁରୁବାର। ଖୋଲିକି ଲେଖିଛନ୍ତି। ତମେ ଆଉ ଗୁରୁବାର 32 ଆଣିକି ଆଠିରେ ମିଶେଇବ, ଗୁରୁବାରକୁ ଯଦି କହିବ ଶନିବାରକୁ ଆଣି ଥୋଇବ, ଏଇଟା ହବ କି? ତେଣୁ ମହାପୁରୁଷଙ୍କ ବାଣୀ ଏତିକି ମନେ ରଖିଥାଅ, ଅକ୍ଷର ଅକ୍ଷରେ ସତ୍ୟ। ଆଉ ତମ ମାନଙ୍କୁ କହୁଛି, ଏବଂ ଆମର ଏଇ ଚ୍ୟାନେଲ ଦେଖୁଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ଆମେ ନିବେଦନ, ମହାପୁରୁଷଙ୍କ କହିବା ଅନୁସାରେ ସମୟ ଘଡି ମୁହୂର୍ତ୍ତ ବେଳ ହିଁ ବନ୍ଧ ବାନ୍ଧିବା ଆମ ମାନଙ୍କର କର୍ତ୍ତବ୍ୟ, ଏବଂ ସମସ୍ତେ ପ୍ରଭୁଙ୍କ ପାଖରେ ବର୍ତ୍ତମାନ ବଞ୍ଚିବାର ରାହା ଖୋଜ। ତମ ପାଖେ ଆତ୍ମସମର୍ପଣ ଭାବ ରଖ, ବୁଝିପାରୁଛି? ଆଉ ମୋର କହି ସର୍ବେ ମରିବ, ଅଚ୍ୟୁତର କିସ ଘର। ମୋ ଘର, ମୋ ଦ୍ୱାର, ମୋ ସୁନା, ମୋ ରୂପା, ମୋ କୋଠା, ମୋ ବାଡି, ମୋ ଗାଡି, ମୋ ଘୋଡା, ମୋର କହି ସବୁ ମରିବେ, ଅଚ୍ୟୁତର କିସ ଗଲା? ଯିଏ କରିବ ସେଟା ପାଇବ। ସଦା ସର୍ବଦା ସାବଧାନ ହେଇକି ରୁହନ୍ତୁ। ସମୟ ହଉଛି କଣ? ଘଡ଼ିସନ୍ଧି ମୁହୂର୍ତ୍ତ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଗବା ହରି।